ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। हे ପ୍ରିୟ, हे ମହାପୁରୁଷ ଅଚ୍ୟୁତାନନ୍ଦ, हे ଋଷି ସଂଘର ସଭାପତି, ଯେଉଁ ଜଗନ୍ନାଥ ମୂର୍ତ୍ତି ନୀଳକନ୍ଦରେ ସ୍ଥିତ, ସେହି ଜଗନ୍ନାଥ ମୂର୍ତ୍ତି ପଦ୍ମବନ ଅଚ୍ୟୁତ। हे ପ୍ରଭୁ, ଆପଣ ହିଁ ଭଗବାନ, ଆପଣ ହିଁ ଭକ୍ତ, ଆପଣ ହିଁ ଗୁରୁ ଅଟନ୍ତି। ମୁଁ ଜାଣୁଛି ଯେ ତୁମେ ହିଁ ପୁରାଣ ପୁରୁଷ ପୁରୁଷୋତ୍ତମ। ମୁଁ ତୁମକୁ ପ୍ରଣାମ କରୁଛି ପ୍ରଭୁ। ତୁମେ ହିଁ ହେଉଛ ସମସ୍ତଙ୍କର ନିୟାମକ, ତୁମେ ଆଦି ପୁରୁଷ। ମୁଁ ତୁମକୁ ବାରମ୍ବାର ପ୍ରଣାମ କରୁଛି। ତୁମର ସ୍ୱରୂପ ହେଉଛି ପ୍ରକୃତିର ଅତୀତ ପ୍ରଭୁ। ତୁମେ ହିଁ ସକଳ ଜୀବଙ୍କ ଭିତରେ ଅନ୍ତର୍ଯ୍ୟାମୀ ରୂପରେ ବିରାଜିତ ଏବଂ ବାହାରେ କାଳ ରୂପରେ ରହି ତୁମେ ହିଁ ସାରା ଜଗତକୁ ଭକ୍ଷଣ କରିଦେଉଛ। ତୁମର ବାସ୍ତବିକ ସ୍ୱରୂପ ଯେ କ'ଣ, ତାହା କେହି ବି ନିଜର ମନ ବୁଦ୍ଧି ଆଦି ଦ୍ୱାରା ଜାଣିପାରିବ ନାହିଁ ଠାକୁରେ। ତୁମେ ତୁମର ବାସ୍ତବିକ ସ୍ୱରୂପକୁ ମାୟାର ପରଦାରେ ଢାଙ୍କି ରଖିଛ ପ୍ରଭୁ। ମୁଁ ତ ମୂର୍ଖ, ମୁଁ ତ ଅଧମ। ମୁଁ ଭଲା ତୁମ ପରି ଅବିନାଶୀକୁ କିପରି ଜାଣିବି ପ୍ରଭୁ? ଅଭିନେତା ଅଭିନୟ ଦେଖାଇବା ବେଳେ ସାଧାରଣ ମନୁଷ୍ୟ ଯେପରି ତାକୁ ପ୍ରତ୍ୟକ୍ଷ ରୂପେ ଦେଖି ମଧ୍ୟ ଚିହ୍ନି ପାରନ୍ତି ନାହିଁ, ଠିକ୍ ସେହିପରି ତୁମକୁ ସମ୍ମୁଖରେ ଦେଖି ମଧ୍ୟ ସହଜରେ ଚିହ୍ନି ହୁଏ ନାହିଁ। ତୃତୀୟ ହୃଦୟ ଜୀବନମୁକ୍ତ ପରମହଂସମାନଙ୍କ ହୃଦୟରେ ପ୍ରେମମୟୀ ଭକ୍ତି ଉଦୟ କରି ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ତୁମେ ମନୁଷ୍ୟ ରୂପେ ଅବତାର ଗ୍ରହଣ କରିଛ। ତୁମର ଲୀଳା ବିଗ୍ରହ ବିଷୟରେ ମୋ ପରି ଅଳ୍ପ ବୁଦ୍ଧି ପାମର କିପରି ବା ଜାଣିପାରିବ? ତୁମେ ହିଁ ହେଉଛ ଶ୍ରୀକୃଷ୍ଣ ବାସୁଦେବ, ତୁମେ ହିଁ ହେଉଛ ଦେବକୀ ନନ୍ଦନ, ନନ୍ଦ ଗୋପଙ୍କର ଅଲିଅଳ ପୁତ୍ର ଗୋବିନ୍ଦ ପ୍ରଭୁ। ତୁମକୁ ମୋର ବାରମ୍ବାର ପ୍ରଣାମ। ହେ କୃଷ୍ଣ, ତୁମ ନାଭିରୁ ବ୍ରହ୍ମାଙ୍କର ଜନ୍ମସ୍ଥାନ କମଳ ବା ପଦ୍ମ ପ୍ରକଟ ହୋଇଛି। ତୁମେ ସୁନ୍ଦର କମଳମାଳା ଧାରଣ କରିଛ। ତୁମର ନେତ୍ର ପ୍ରଭୁ କମଳ ତୁଲ୍ୟ ବିଶାଳ ଓ କମଳ। ତୁମ ଚରଣ କମଳରେ କମଳ ଚିହ୍ନ ଶୋଭାମାନ। ତୁମକୁ ମୋର ବାରମ୍ବାର ପ୍ରଣାମ ପ୍ରଭୁ। ହେ ହୃଷିକେଶ, ହେ ମହାପୁରୁଷ, ଦୁଷ୍ଟ କଂସ ଦ୍ୱାରା ବନ୍ଦୀ ହୋଇ ଚିରକାଳ ଶୋକଗ୍ରସ୍ତ ହୋଇ ରହିଥିବା ଦେବକୀଙ୍କୁ ତୁମେ ଯେପରି ରକ୍ଷା କଲ, ଆମ୍ଭମାନଙ୍କୁ ମଧ୍ୟ ସେହିପରି ବାରମ୍ବାର ବିପତ୍ତିରୁ ରକ୍ଷା କର ପ୍ରଭୁ। ଆମ୍ଭମାନଙ୍କୁ ସେହିପରି ବାରମ୍ବାର ବିପତ୍ତିରୁ ରକ୍ଷା କରିଛ। ତୁମେ ହିଁ ଆମର ନାଥ, ତୁମେ ସର୍ବଶକ୍ତିମାନ। ହେ ଶ୍ରୀକୃଷ୍ଣ, ମୁଁ କେତେ ବା ଗୋଟି ଗୋଟି କରି କହିବି? ତୁମେ ତ ଆମକୁ ଭଗବତ ପଦାରବିନ୍ଦ ନେବା ଆଶାରେ, ଟିକେ ଆନନ୍ଦ ଦେବା ପାଇଁ, ଟିକେ ଖୁସିରେ ରଖିବା ପାଇଁ ଆମର ସମସ୍ତ ପାପକୁ ଭୁଲି ଯାଇଛ ପ୍ରଭୁ। ହେ ଜଗତଗୁରୁ, ଆମ ଜୀବନରେ ପ୍ରତି ପଦକ୍ଷେପରେ ବିପତ୍ତି ଉପରେ ବିପତ୍ତି ଆସୁଥାଉ, କାରଣ ବିପତ୍ତି ଭିତରେ ହିଁ ନିଶ୍ଚିତ ରୂପେ ତୁମର ଦର୍ଶନ ମିଳିଥାଏ ପ୍ରଭୁ। ଏବଂ ତୁମ ଦର୍ଶନ ମିଳିଗଲେ ଆଉ ଜନ୍ମ ମୃତ୍ୟୁର ଚକ୍ରରେ ପଡ଼ିବାକୁ ହୁଏ ନାହିଁ। ଉଚ୍ଚ କୂଳରେ ଜନ୍ମ, ଐଶ୍ୱର୍ଯ୍ୟ, ବିଦ୍ୟା ଏବଂ ସମ୍ପତ୍ତି ହେତୁ ଯେଉଁମାନଙ୍କର ଗର୍ବ ବଢ଼ିଯାଇଛି, ସେମାନେ ତ ତୁମର ନାମ ବି ନେଇପାରୁନାହାନ୍ତି ପ୍ରଭୁ। କାରଣ ଯେଉଁମାନେ ଅକିଞ୍ଚନ, କେବଳ ସେହିମାନଙ୍କୁ ତୁମେ ଦର୍ଶନ ଦେଇଥାଅ। ତୁମେ ହେଉଛ ଅକିଞ୍ଚନ ମାନଙ୍କର ପରମ ଧନ ଠାକୁରେ। ମାୟାର ପ୍ରପଞ୍ଚ ତୁମକୁ ସ୍ପର୍ଶ ମଧ୍ୟ କରିପାରେ ନାହିଁ। ତୁମେ ତୁମରି ଭିତରେ ହିଁ ବିହାର କର। ତୁମେ ହେଉଛ ପରମ ଶାନ୍ତ ସ୍ୱରୂପ। ତୁମେ ହିଁ କୈବଲ୍ୟ ମୋକ୍ଷର ଅଧିପତି। ତୁମକୁ ମୋର ବାରମ୍ବାର ପ୍ରଣାମ ପ୍ରଭୁ। ତୁମକୁ ମୋର ବାରମ୍ବାର ପ୍ରଣାମ। ମୁଁ ତୁମକୁ ଅନାଦି ଅନନ୍ତ ସର୍ବବ୍ୟାପକ ସମସ୍ତଙ୍କର ନିୟନ୍ତା କାଳରୂପ ଓ ପରମେଶ୍ୱର ବୋଲି ମନେ କରେ ପ୍ରଭୁ। ସଂସାରର ସମସ୍ତ ପଦାର୍ଥ ଓ ପ୍ରାଣୀ ପରସ୍ପର ମଧ୍ୟରେ ବିଷମତା ହେତୁ କଳହ କରୁଥାନ୍ତି, କିନ୍ତୁ ତୁମେ ସମସ୍ତଙ୍କ ଭିତରେ ସମାନ ରୂପରେ ବିଚରଣ କର। ହେ ଭଗବାନ, ତୁମେ ଯେତେବେଳେ ମନୁଷ୍ୟଙ୍କ ପରି ଲୀଳା କର, ସେତେବେଳେ ତୁମେ ଯେ କ'ଣ କରିବାକୁ ଚାହଁ କେହି ଜାଣିପାରନ୍ତି ନାହିଁ। ତୁମର କେହି ପ୍ରିୟ ନୁହେଁ କି ଅପ୍ରିୟ ନୁହେଁ। ତୁମେ କେବଳ ଭକ୍ତର, ତୁମେ କେବଳ ଶିଷ୍ୟର ପ୍ରଭୁ। ବାକି ଯିଏ ଯେଉଁ ପ୍ରକାରର କର୍ମ କରେ ସେ ସେହି ପ୍ରକାରର ହିଁ ଫଳ ପାଏ ପ୍ରଭୁ। ତୁମ୍ଭ ଭକ୍ତକୁ, ତୁମ୍ଭ ଶିଷ୍ୟକୁ ଉଦ୍ଧାର କରିବା ପାଇଁ ପ୍ରଭୁ ତୁମେ ତା ଚରଣର ଧୂଳି ମଧ୍ୟ ହେଇଯାଅ। ତୁମ ସମ୍ବନ୍ଧରେ ଲୋକଙ୍କୁ ବୁଝିବାରେ ହିଁ ବିଷମତା ରହିଥାଏ। ତୁମେ ହେଉଛ ବିଶ୍ୱର ଆତ୍ମା, ତୁମେ ବିଶ୍ୱରୂପ। ତୁମର ଜନ୍ମ ନାହିଁ କି କର୍ମ ନାହିଁ, ତଥାପି ତୁମେ ପଶୁପକ୍ଷୀ, ମନୁଷ୍ୟ, ଋଷି, ଜଳଚର ପ୍ରାଣୀ ଆଦିଙ୍କ ରୂପରେ ଜନ୍ମ ହୋଇଥାଅ।
ଏବଂ ସେହି ଯୋନିମାନଙ୍କ ଅନୁରୂପ କର୍ମ ମଧ୍ୟ କର। ଏସବୁ ହେଉଛି ତୁମର ଦିବ୍ୟ ଲୀଳା ପ୍ରଭୁ। ପିଲାଦିନେ ତୁମେ ଯେତେବେଳେ ମୁଁ ଶୁଣିଛି ଦହି ହାଣ୍ଡି ଭାଙ୍ଗି ଦେଇ ମା ଯଶୋଦାଙ୍କୁ ରଗେଇ ଦେଇଥିଲ ଏବଂ ସେ ଯେତେବେଳେ ଦୌଡ଼ି ନେଇ ତୁମକୁ ବାନ୍ଧିବାକୁ ଯାଉଥିଲେ ସେତେବେଳେ ତୁମ ଆଖିରେ ଲୁହ ଝରି ଆସିଥିଲା। ଆଖିର କଜଳ ଗାଲ ଉପରେ ବହି ଯାଇଥିଲା ପ୍ରଭୁ। ଆଖି ଚଞ୍ଚଳ ହୋଇ ଉଠିଥିଲା ଏବଂ ଭୟଭୀତ ହୋଇ ତୁମେ ତଳକୁ ମୁହଁ ପୋତି ଦେଇଥିଲ। ତୁମର ସେହି ଲୀଳା ଛବି ଧ୍ୟାନ କରି ମୁଁ ଆତ୍ମବିଭୋର ହୋଇଯାଉଛି ପ୍ରଭୁ। ଯାହାଙ୍କୁ ଭୟ ବି ଭୟ କରେ ପ୍ରଭୁ, ତାଙ୍କର ପୁଣି ଏଇ ଦଶା। ତୁମେ ଅଜନ୍ମ ହୋଇ ମଧ୍ୟ ଜନ୍ମ କାହିଁକି ହୁଅ ଠାକୁରେ? ତାହାର କାରଣ କହିବାକୁ ଯାଇ କେତେକ ମହାପୁରୁଷ କହିଛନ୍ତି, ଯେପରି ମଳୟାଚଳର କୀର୍ତ୍ତି ବିସ୍ତାର କରିବା ପାଇଁ ସେଥିରେ ଚନ୍ଦନ ଜାତ ହୁଏ, ତୁମେ ସେହିପରି ସଂସାରରେ ଭକ୍ତମାନଙ୍କର ଶିଷ୍ୟମାନଙ୍କର କୀର୍ତ୍ତିକୁ ବିସ୍ତାର କରିବା ପାଇଁ ଅବତାର ଗ୍ରହଣ କର ପ୍ରଭୁ। ଅନ୍ୟ କେତେକ ଲୋକ କହନ୍ତି, ବସୁଦେବ ଓ ଦେବକୀ ପୂର୍ବଜନ୍ମରେ ସୁତପା ଓ ପୃଷ୍ଣି ରୂପରେ ତୁମଠାରୁ ଏହି ବର ପାଇଥିଲେ, ତେଣୁ ତୁମେ ଅଜନ୍ମ ହୋଇ ମଧ୍ୟ ଜଗତର କଲ୍ୟାଣ ଓ ଦୈତ୍ୟମାନଙ୍କର ବିନାଶ ନିମନ୍ତେ ସେମାନଙ୍କର ପୁତ୍ର ରୂପେ ଜାତ ହୋଇଛ। ଅନ୍ୟ କେତେକ ଲୋକ କହନ୍ତି, ଦୈତ୍ୟମାନଙ୍କର ଭୀଷଣ ଭାରରେ ଆକ୍ରାନ୍ତ ହୋଇ ପୃଥିବୀ ଯେତେବେଳେ ସମୁଦ୍ରରେ ବୁଡ଼ିବା ଅବସ୍ଥାରେ ପଡ଼ିଥିବା ବୋଇତ ପରି ଟଳମଳ ହେଉଥିଲା, ଅସହାୟ ହୋଇ ପଡ଼ିଥିଲା, ସେତେବେଳେ ବ୍ରହ୍ମାଙ୍କ ପ୍ରାର୍ଥନାରେ ପୃଥିବୀର ଭାର ଲାଘବ କରିବା ନିମନ୍ତେ ହିଁ ତୁମେ ପ୍ରକଟ ହେଲ। ଅନ୍ୟ କେତେକ ମହାପୁରୁଷ କହନ୍ତି, ଯେଉଁମାନେ ସଂସାରରେ ଅଜ୍ଞାନ କାମନା ଓ କର୍ମର ବନ୍ଧନରେ ବାନ୍ଧି ହୋଇ ଛଟପଟ ହେଉଛନ୍ତି, ସେହି ଲୋକମାନଙ୍କ ନିମନ୍ତେ ଶ୍ରବଣ ସ୍ମରଣ ଯୋଗ୍ୟ ଲୀଳା କରିବା ଉଦ୍ଦେଶ୍ୟରେ ତୁମେ ଅବତାର ଗ୍ରହଣ କରିଛ। ଭକ୍ତଜନମାନେ ବାରମ୍ବାର ତୁମ ଲୀଳା ଚରିତ ଶ୍ରବଣ ଗାନ କୀର୍ତ୍ତନ ଏବଂ ସ୍ମରଣ କରି ଆନନ୍ଦିତ ହୁଅନ୍ତି ଏବଂ ଏଭଳି ପ୍ରେମାଭକ୍ତି ହେତୁ ସେମାନେ ଅବିଳମ୍ବେ ତୁମର ସେହି ଚରଣ କମଳ ଯୁଗଳ ଦର୍ଶନ କରିବାକୁ ପାଆନ୍ତି, ଯାହାକି ଜନ୍ମ ମୃତ୍ୟୁର ପ୍ରବାହକୁ ଚିରଦିନ ପାଇଁ ରୋକିଦିଏ। ହେ ପ୍ରଭୁ, ଆପଣ କାହା ପାଇଁ କ'ଣ ଜନ୍ମ ହୁଅନ୍ତି ମୁଁ ଜାଣେ ନାହିଁ ପ୍ରଭୁ, କିନ୍ତୁ ଆପଣ ତ ଆମମାନଙ୍କ ଭଳିଆ ଅଧମ ପତିତକୁ ଉଦ୍ଧାର କରିବା ପାଇଁ ଜନ୍ମ ହୋଇଛନ୍ତି। ଆପଣ ଯଦି ସଂସାରରେ ଆସିନଥାନ୍ତେ ପ୍ରଭୁ, ଆମମାନଙ୍କ ଭଳିଆ ଅଧମ ପତିତ ଆତ୍ମା କେଉଁଠି ଯେ ଲୁଚି ଯାଇଥାନ୍ତା, କେଉଁଠି ଯେ ବୁଡ଼ି ଯାଇଥାନ୍ତା, କେଉଁଠି ଯେ ହଜି ଯାଇଥାନ୍ତା ପ୍ରଭୁ, ଆମମାନଙ୍କୁ କିଏ ଚିହ୍ନିଥାନ୍ତା ପ୍ରଭୁ? ଆମ ଭଳି ପାପୀଗ୍ରସ୍ତ ଲୋକକୁ ଚିହ୍ନିବା ପାଇଁ କିଏ ବା କାହିଁକି ଇଚ୍ଛା କରିଥାନ୍ତା ପ୍ରଭୁ? ଏ ଭକ୍ତ ବାଞ୍ଛା କଳ୍ପତରୁ ପ୍ରଭୁ, ଆମ୍ଭେମାନେ ତୁମର ଆଶ୍ରିତ ଓ ସମ୍ପର୍କୀୟ। କ'ଣ ତୁମେ ଆମମାନଙ୍କୁ ଛାଡ଼ିଦେଇ ଚାଲିଯିବାକୁ ଚାହୁଁଛ? ତୁମେ ତ ଜାଣ ଯେ ତୁମର ଚରଣ କମଳ ଛଡ଼ା ଆମର ନା ଅନ୍ୟ କୌଣସି ସାହା ଭରସା ନାହିଁ ପ୍ରଭୁ। ପ୍ରଭୁ, ମୁଁ ତ ଅଯଥାରେ ପୃଥିବୀରେ ଲୋକମାନଙ୍କର ବିରୋଧୀ ହୋଇଗଲି। ପ୍ରାଣ ବିନା ଯେପରି ଇନ୍ଦ୍ରିୟମାନେ ଶକ୍ତିହୀନ ହୋଇଯାଆନ୍ତି, ତୁମ ଦର୍ଶନ ବିନା ମୁଁ ଓ ମୋର ସେହିପରି ଆଉ କୌଣସି ଅସ୍ତିତ୍ୱ ରହୁନାହିଁ ପ୍ରଭୁ। ଏ ଗଦାଧର, ତୁମର ଅଲୌକିକ ଚରଣ ଚିହ୍ନରେ ଚିହ୍ନିତ ଏହି ଉତ୍କଳ ଦେଶର ଭୂମି ଆଜି ଯେପରି ଶୋଭାୟମାନ ହେବା କଥା, ତାହା ଆଉ ଦେଖାଯାଉ ନାହିଁ ପ୍ରଭୁ। ତୁମେ ଏଠାରୁ ଚାଲିଯିବା ପରେ ଆଉ ସେପରି ହୋଇ ରହିନାହିଁ ପ୍ରଭୁ। ତୁମ ଦୃଷ୍ଟିର ପ୍ରଭାବରେ ହିଁ ଏହି ଦେଶ ପକ୍କ ଶସ୍ୟ ଓ ସବୁଜ ବୃକ୍ଷଲତାରେ ସମୃଦ୍ଧ ଥିଲା। ପୁଣି ତୁମେ ଚାହିଁଲେ ଏ ଦେଶର ବନ ପର୍ବତ ନଦୀ ପୁଷ୍କରିଣୀ ମଧ୍ୟ ତୁମ ଦୃଷ୍ଟି ଦ୍ୱାରା ହିଁ ବୃଦ୍ଧିପ୍ରାପ୍ତ ହୋଇଯିବ। ତୁମେ ହେଉଛ ବିଶ୍ୱର ସ୍ୱାମୀ, ବିଶ୍ୱର ଆତ୍ମା, ବିଶ୍ୱରୂପ। ସଜ୍ଜନଙ୍କ ପ୍ରତି ମୋର ଏ ଯେଉଁ ସ୍ନେହ ବନ୍ଧନ ଗଢ଼ି ଉଠିଛି, ତୁମେ କୃପା କରି ସେହି ଦୃଢ଼ ବନ୍ଧନକୁ କାଟିଦିଅ ପ୍ରଭୁ। ହେ ଶ୍ରୀକୃଷ୍ଣ, ଗଙ୍ଗାର ଅଖଣ୍ଡ ଧାରା ଯେପରି ଅହରହ ସମୁଦ୍ରରେ ମିଶି ଚାଲିଛି, ମୋର ବୁଦ୍ଧି ସେହିପରି ଅନ୍ୟ କୌଣସି ସମ୍ବନ୍ଧ ପ୍ରତି ଆସକ୍ତ ନ ହୋଇ କେବଳ ତୁମରି ଚରଣ ପ୍ରୀତିରେ ନିରନ୍ତର ମଜି ରହିଥାଉ ପ୍ରଭୁ। ହେ ଶ୍ରୀକୃଷ୍ଣ, ହେ ମହାପୁରୁଷ ଅଚ୍ୟୁତାନନ୍ଦ, ଏ ଋଷି ସଂଘ ସଭାପତି, ଏ ଅର୍ଜୁନର ପ୍ରିୟ ସଖା, ଯଦୁବଂଶ ଶିରୋମଣି, ପୃଥିବୀର ଭାର ସ୍ୱରୂପ ହୋଇଥିବା ରାଜବେଶଧାରୀ ଦୈତ୍ୟମାନଙ୍କୁ ଦହନ କରିବା ନିମନ୍ତେ ତୁମେ ହେଉଛ ପ୍ରଜ୍ୱଳିତ ଅଗ୍ନି ସ୍ୱରୂପ। ତୁମର ଶକ୍ତି ଅନନ୍ତ। ହେ ଗୋବିନ୍ଦ, ଗୋ ବ୍ରାହ୍ମଣ ଓ ଦେବତାମାନଙ୍କର ଦୁଃଖ ନିବାରଣ କରିବା ନିମନ୍ତେ ହିଁ ତୁମର ଏହି ଅବତାର ହୋଇଛି। ହେ ଯୋଗେଶ୍ୱର, ଏ ଚରାଚରର ଗୁରୁ, ମୁଁ ତୁମକୁ ପ୍ରଣାମ କରୁଛି, ମୁଁ ତୁମକୁ ପ୍ରଣାମ କରୁଛି ପ୍ରଭୁ। ଏ ଅଧମ, ଏ ପାପୀ, ଏ ଅସଦାଚାରୀ, ଏ ଦୁଷ୍ଟ ଆତ୍ମାର ଦୁଷ୍ଟାମୀପଣକୁ ନ ଦେଖି ପ୍ରଭୁ,
ତାକୁ ଆପଣଙ୍କ ପଦାରବିନ୍ଦ ପଟକୁ ନେଇଯିବ ପ୍ରଭୁ, ତାକୁ ଆପଣଙ୍କ ପଦାରବିନ୍ଦ ପଟକୁ ନେଇଯିବ। ଏତିକି ମୋର ପ୍ରାର୍ଥନା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।